ମୋ ପିଲାମାନେ ଆଶା ହରାଅ ନାହିଁ। ତୁମେ ଶକ୍ତି ଏବଂ ସାମର୍ଥ୍ୟରେ ପରିପୂର୍ଣ୍ଣ। ମୁଁ ତୁମର ସେହି ପାର୍ଶ୍ୱକୁ ପ୍ରଶଂସା କରେ ଯେଉଁଠାରେ ତୁମେ ହାର ମାନ ନାହିଁ। ତାହାହେଲେ ତୁମର ବର୍ତ୍ତମାନ କ'ଣ ହୋଇଛି? ଏବେ ଯେଉଁ ଅସୁବିଧା ଆସିଛି ତାହା ତ କେବଳ ଏକ ଛୋଟ ସମସ୍ୟା ଯାହାକୁ ତୁମେ ସହଜରେ ଅତିକ୍ରମ କରିପାରିବ। ମୁଁ ତୁମ ମନର କଥା ମଧ୍ୟ ଜାଣେ। ତୁମେ ଯେମିତି ଭାବୁଛ ଯେ ଏହି ଅସୁବିଧା, ଏହି ସ୍ଥିତି ସବୁଠାରୁ ଖରାପ, ବାସ୍ତବରେ ତାହା ନୁହେଁ। ଜୀବନର ପ୍ରତ୍ୟେକ ଛୋଟ ବଡ଼ ସମସ୍ୟାକୁ ତୁମେ ଆଜି ପର୍ଯ୍ୟନ୍ତ ଯେଉଁଭଳି ଭାବେ ସାମ୍ନା କରିଛ, ସେହିପରି ତୁମେ ମଧ୍ୟ ଏହି ସମସ୍ୟାର ସମାଧାନ କରିପାରିବ। ତୁମେ ମୋର ସେହି ସନ୍ତାନମାନଙ୍କ ମଧ୍ୟରେ ଥାଅ ଯିଏ କେବେ ହାର ମାନିନଥାଏ ଆଉ କେବେ ହାରି ନଥାଏ। ତୁମେ କହୁଛ, ବାବା, ତୁମେ ମୋ ସହିତ ଥାଇ ମଧ୍ୟ ମୁଁ କେମିତି ଜୀବନରେ କିଛି ପରିସ୍ଥିତିରେ ହାରିଗଲି। ତେଣୁ ଶୁଣ ପିଲାମାନେ, ହାରିବା ଜିତିବା ତ ଜୀବନରେ ଲାଗି ରହିଥାଏ। ହାରିବା ଜିତିବା ଜୀବନର ଏକ ଅଙ୍ଗ। ହୋଇଥାଇପାରେ ତୁମେ ଅଳ୍ପ କେତୋଟି ପରିସ୍ଥିତିରେ ହାରିଗଲ, କିନ୍ତୁ କଦାପି ଏହା ଭାବ ନାହିଁ କି ମୁଁ ତୁମକୁ ଛାଡ଼ି ଦେଇଛି। ମୁଁ ତୁମକୁ ଛାଡ଼ି ନାହିଁ ଏବଂ ମୁଁ ତୁମକୁ ତଳକୁ ଖସିବାକୁ ମଧ୍ୟ ଦେବି ନାହିଁ। ଜାଣିଛ, ଜୀବନରେ ହାରିବା ବହୁତ ଜରୁରୀ, କାରଣ ସେତେବେଳେ ହିଁ ତୁମେ ଜିତିବାର ମହତ୍ତ୍ୱକୁ ବୁଝିପାରିବ। ଯେତେବେଳେ ମୁଁ ତୁମ ପାଖରେ ଥାଏ ସେତେବେଳେ ତୁମେ କେବେ କେବେ ହାରି ଯାଇପାର, କିନ୍ତୁ ତୁମେ କେବେ ବି ତଳେ ପଡ଼ିବ ନାହିଁ। ତାହା ହିଁ ମୋର ଆଶ୍ୱାସନା। ହାରିବା ତ ସଫଳତାର ଗୋଟିଏ ପାଦ ଆଗକୁ ବଢ଼ିବା ପାଇଁ। ତେଣୁ ହାର ମାନ ନାହିଁ। ପ୍ରତ୍ୟେକ ସମସ୍ୟାର ସମ୍ମୁଖୀନ ହୁଅ। ସମସ୍ୟାକୁ ସମାଧାନ କରିବା ପାଇଁ ବାଟ ଖୋଜ। ମୁଁ ତୁମକୁ ମାର୍ଗଦର୍ଶନ କରିବି। ଆଗକୁ ବଢ଼, ଖୁସିରେ ରୁହ। ଖୁବ୍ ଆଶୀର୍ବାଦ କରୁଛି। ଓମ୍ ସାଇ ରାମ, ଜୟ ସାଇ ରାମ।